ଏମାନଙ୍କୁ ଆଉ ମିଳିବନି ମାଗଣା ରାସନ ତାଲିକାରୁ କଟିଯିବ ନା। ହ୍ୟାଲୋ ଫ୍ରେଣ୍ଡ, ନମସ୍କାର, ଶୁଭ ସକାଳ। ଆପଣ ଦେଖୁଛନ୍ତି ଓଡ଼ିଆ ଦେଶ ଆଜି 15 ଜାନୁଆରୀ। ଚାଲନ୍ତୁ ଜାଣିନେବା ଟପ୍ ନ୍ୟୁଜ୍। ମାଗଣା ରାସନ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ରାସନ କାର୍ଡରୁ କଟି ଯାଇପାରେ ନା। ମାଗଣା ରାସନ ପାଇବା ପାଇଁ ଇ-କେୱାଇସି ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ତାହା କରନ୍ତି ନାହିଁ, ତେବେ ଏହା ସହିତ ଆସୁଥିବା ଆପଣ ବଞ୍ଚିତ ହୋଇପାରନ୍ତି। ଜାନୁଆରୀ 31 ସୁଦ୍ଧା ଆପଣଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ନିଶ୍ଚିତ କରନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ତାହା କରିନାହାନ୍ତି, ତେବେ ମାଗଣା ରାସନ ତାଲିକାରୁ କଟିପାରେ ଆପଣଙ୍କର ନାଁ। ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତେ ଇ-କେୱାଇସି ସମ୍ପୂର୍ଣ୍ଣ କରିବା ଉଚିତ। ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କର ଇ-କେୱାଇସି ତୁରନ୍ତ ସେମାନଙ୍କ ରାସନ କାର୍ଡ ସହିତ ଜଡ଼ିତ ଲାଭ ଉପଭୋଗ କରିବା ଜରୁରୀ। ଯେଉଁମାନେ ସେମାନଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାରେ ବିଫଳ ହୁଅନ୍ତି, ସେମାନଙ୍କ ନାଁ ରାସନ କାର୍ଡ ତାଲିକାରୁ ହଟାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଦୁର୍ଭାଗ୍ୟବଶତଃ ଗତ ଏକ ମାସ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟା ଧୀରେ ଧୀରେ ଅଗ୍ରଗତି କରୁଛି। କିଛି ବ୍ୟକ୍ତି ଦୁଇଟି ଭିନ୍ନ ଭିନ୍ନ ରାସନ କାର୍ଡର ଲାଭ ଉଠାଉଛନ୍ତି। ଏଥିପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଧରିବା ପାଇଁ ସରକାର ଇ-କେୱାଇସି କରିବାକୁ ସୂଚନା ଦେଇଛନ୍ତି। ତଥାପି ଏହି ସମୟସୀମା ବର୍ତ୍ତମାନ ଜାନୁଆରୀ 31କୁ ବୃଦ୍ଧି କରାଯାଇଛି। ଯଦି ଆପଣ ଆପଣଙ୍କର ରାସନ କାର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକରୁ ଉପକୃତ ହେବାକୁ ଚାହାନ୍ତି, ତେବେ ଆପଣଙ୍କ କାର୍ଡ ପାଇଁ ଇ-କେୱାଇସି ଯଥାଶୀଘ୍ର ପୂରଣ କରିବା ଜରୁରୀ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।